ओम भगवते वासुदेवाय नमः। द्वितीय अध्याय जे शिव साधु कर श्रेष्ठे ताकर संगे दक्ष हते दुहिता वत्सलच भावे सती देई अच्छी भावे नीति विचारिला सती अनादर कला सराचरर गुरुघर से आत्मा राम जगेश्वर शांति निग्रह निवाकार अद्भुत महिमा जाहार हृदय शुद्ध चिते जगत बंधु विश्वनाथ ताकू अवज्ञा कृपा कला देवा ताहाकू शिक्षा देला जामाता शशुर संबंधे देवा साधिले बुद्धि भेदे जीवଙ୍କୁ ଅନାଦର କଲା ସେ ଭାବେ ଶକ୍ତି ପ୍ରାଣ ନେଲା ଏ ବାଣୀ ଶୁଣି ମୋର ମନ ଚଞ୍ଚଳ ଭାବେ ହୁଏ ଛନ ଗୁରୁନି କରିବାର ସ୍ନେହ ପରିବନର ସନ୍ଦେହ ମୈତ୍ରେୟ ବାଚ ଶୁଣ ବୁଦ୍ଧିରୁ ଶାସ୍ତ୍ର ଯୋଗେ ସୃଷ୍ଟିର ପୂର୍ବ ଦକ୍ଷ ଯୋଗେ ଯଜ୍ଞ ଆରମ୍ଭେ ଆଚରଣେ ମିଳିଲେ ସର୍ବଦେବଗଣେ ଅଶେଷ ମୁନି କର ମେଳେ ମିଳିଲେ ଦଶ ଦିଗ ପାଳେ ଯକ୍ଷ କିନ୍ନର ନାଗକୁଳ ମିଳିଲେ କୃତି ଅନଳ ପିତୃଦେବଙ୍କ ଗଣ ଆଦି ଯେତେ ମହାଯଜ୍ଞ ସମ୍ପରି ସୁର ଗଣ ଯେତେ ମିଳିଲେ ବ୍ରହ୍ମାର ଆଗତେ ସୁର କିନ୍ନର ସର୍ବଗୁରୁ ଦକ୍ଷକୁ ସର୍ବେ ସର୍ବେ ଘେନି ସେ ଦକ୍ଷ ନିଜ ବ୍ରହ୍ମ ତେଜେ ସୁନ୍ଦର ତ୍ରିଭୁବନ ମଧ୍ୟେ ଆଦିତ୍ୟ ପ୍ରାୟ ଦେହ କାନ୍ତି ମଣିଷଙ୍କର କପଳ ଝଟ କଟେ ବ୍ରହ୍ମାର ସଭା ମଧ୍ୟ ଗତେ ଦେଖିଲା ଯେ ତିନି ହାତେ ଦକ୍ଷର ତେଜ ତମ ଗଲା ସଭା ନିର୍ମଳ ଦିଶିଲା ଦେବଙ୍କ ମଧ୍ୟ ଦକ୍ଷ ଦେଖି ଉଠିଲେ ଆସନ ଟେକି ମଧ୍ୟ ଯେ ବ୍ରହ୍ମା ଶିବ ଥିଲେ ଦକ୍ଷଙ୍କୁ ନ ଦେଖି ଉଠିଲେ ସେ ସଭା ମଧ୍ୟ ମୁନି ଯେତେ ଆନନ୍ଦ ଭଜି ଶୁଭ ଚିତେ ରୋମାଞ୍ଚ ଅଶ୍ରୁ ଜଳ ନେତ୍ରେ ଅଞ୍ଜଳ କରି କର ପତ୍ରେ ଦକ୍ଷଙ୍କୁ ସାଧୁ ସାଧୁ ବାଣୀ ଭାବ କରନ୍ତି ପୁଣି ପୁଣି ସେ ଦକ୍ଷ ସଭା ମଧ୍ୟ ଗଲା ବ୍ରହ୍ମାଚରଣେ ପ୍ରମାଣିଲା ସେ ବ୍ରହ୍ମା କୃତ୍ୟ ହୋଇ ଦକ୍ଷଙ୍କୁ ଆଲିଙ୍ଗନ ନେଇ ଏହି ସମୀପେ ବସାଇଲେ ଅନେକ ପୁରସ୍କାର ଦେଲେ ରୁଦ୍ର ଯେ ସଭା ମଧ୍ୟ ଥିଲେ ଦକ୍ଷଙ୍କୁ ଦେଖି ନ ଉଠିଲେ ଦେଖିନ ରୁଦ୍ର ଅପମାନ ଦକ୍ଷର ଚିତେ ମହାତମ ସେ ଦକ୍ଷ ସଭାରେ ଶ୍ୱଶୁର ତାକୁ ନ ଗଣିଲେ ଈଶ୍ୱର ଅଜ୍ଞା ଦୋଷ ସେ ପ୍ରଚଣ୍ଡ ଯେବେ ଉଦିତ ମାରତଣ୍ଡ କର ପ୍ରତାରୀ ସଭା ମଧ୍ୟେ ପ୍ରତ୍ୟେକ ହୋଇ ସତ୍ରବାଦେ ଶୁଣ ବ୍ରହ୍ମ ଋଷିଗଣ ଆଗମନିକ ପ୍ରମାଣ କୁମ୍ଭ ଯେ ସଭା ମଧ୍ୟ ଅଛ ଏବେ ତ ଦେଖିଲ ପ୍ରତ୍ୟକ୍ଷ ଶାସ୍ତ୍ର ତୁମର ବାକ୍ୟ ଯେତେ ଶେଷ ଦାଚାର ଏ ଜଗତେ ଏଲଗି ପାରେ ତାର ବଳ ଏତିକି ଭୁବନ ମଣ୍ଡଳେ ଏ ଦେଖି ତୁମର ବଚନ ଲଙ୍ଗିଲା ବିରାଟ ଲୋଚନ ରୁଦ୍ର ବୋଲଇ ଗର୍ବ କଲା ଏ ମତେ ଦେଖି ନ ଉଠିଲା ଦେଖ ଏ ଲୋକ ପାଳ ମଧେ ନିର୍ଭୟ ନିରାତପ ବାଦେ ଯେ ସାଧୁ ସନ୍ତ ଆଚରଣ ବିଭାବ କଲେ ଦୂଷଣ ମୋହର ଶିଷ୍ୟ ଏ ବୋଲଇ ଯେଣୁ ଦୁହିତା ଦେଲି ମୋହି ଅଗ୍ନି ଦେବତା ସ୍ଥାନ ଦୁହିତା କରି ଶ୍ରୀପ୍ରଦାନ ଏଣୁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟେ ଗୁରୁବର ଅତି ଉପାଧି ଅତିବାଦୀ ଧର୍ମ ନମିବି ମୋର ପାଦେ ମାନ୍ୟ କରି ମୋ ଚରଣ ଅବଜ୍ଞା କଲା ପୃଷ୍ଠାପଣ ବଜ୍ରତା ବେଦୀ ଅଭିମାନୀ बताई शुद्र देह घेनी यह मु जानी न जाने ज्ञान
ଏହା ମୁଁ ନ ଜାଣିଲି ଜ୍ଞାନ ବିଶ୍ୱାସ ବ୍ରହ୍ମାର ବଚନେ ଦୁହିତା ଦାନ ଦେଲି ମୁନି ସୂର୍ଯ୍ୟକୁ ଯେମେ ବେଦ କରି ଆପତ୍ତି ଦେଲା ଫଳ ଯେତେ ଏବେ ବାନ୍ଧିଲି ରଥା ଅଟେ ସଂସାରବାସୀ ଭୂତ ପେଟ ସାଥେ ଉନ୍ନତ ପ୍ରାୟ ନଗ୍ନ ହୋଇ ସଂସାରିଣୀର ଦେବମୟୀ ଯଥା ସହିତେ ମୁକ୍ତେ କେଶ ସଂସାରେ ଭ୍ରମେ ଦୋଷ ବେଶ ଉନ୍ନତ ଗୋଳ ହାସ୍ୟ ମୁଖେ ନୀତି ବଞ୍ଚଇ ଦୁଃଖ ସୁଖେ ପତ୍ନୀ ଉପଦେଶ ଫଳେ ନିତ୍ୟ ଭ୍ରମନ୍ତି ଅନ୍ତରାଳେ ଅଶିବଗଣ ନିତ୍ୟ ସାଧ ଏଣୁ ଆସିବ ଶିବବାଦ ପ୍ରମତ ମତ ଜନ ପ୍ରାୟ ଏଣି ଆସୁଛି ଦେହ ବହେ ପ୍ରଥମ ଭୂତ ଗଣପତି ନିତ୍ୟ ତାମସ ବହେ ମତି ଏଣୁ ତପସୀ ଜନପ୍ରିୟ ନିତ୍ୟ ନିର୍ଗତ ଏହା ଦେହ ନପୁଷ ଅଟେ ଏଦୁନୀତି ହୃଦୟ ପ୍ରାୟ ଦେହମତି ସମତ ନ ଜଣ ଆଜ୍ଞାନେ ବିଶ୍ୱାସ ବ୍ରହ୍ମାର ବଚନେ ଏହାକୁ ସୀତା କନ୍ୟା ଦେଲି ଦୃଷ୍ଟି ଅନାତି ଆଚରିଣୀ ମୈତ୍ରେୟ ଉବାଚ ଏମନ୍ତେ ଉଚିତ ଅବଚନ हे प्रजापति गोप मने हृदय प्राय आचरिले गिरी से बहु निंदा कले दक्षिणे उठी गोप नाळे सहस्रे दे घेनी जळे भृगर वचन समस्ते हरଙ୍କୁ साप देवा अर्थे दक्षवाच इंद्र उपद आदि जेते अशेष देवଙ୍କ समेते अशेष देवा यज्ञ सभे विभागे केवे हर नर दिव यह कथा मोहर प्रमाण एथकु साक्षी नारायण ए देवगण धर्म आत्मा को मरे सर्व सम दक्ष को चाहिए देव लोके निषेध कले एके से दक्ष को पे अभिमानी सब देले जाए दोष घेमी अत्यंत कोप साप देला ऋषि वचन न कला शिव कुपे साप दे अन्यत्र क्रोधे मन बही ब्रह्मार सभार बाहार दक्षिण जेते निजपुर न निजे रुद्र पासे थिला दक्षर साप से शुणिला रोषरे से कृतार्थ नयने दक्षर सापे कोप मने दक्ष कुपति साप दे बहरी सभा मुख चाही दक्षर जेते मते थिबे ए सर्प भले से लभिबे दक्ष को जेते आर दिबे विष्णुर द्रोह से लभिबे एकुट गृह धर्म दमहे विषय भोग इच्छा साधे विस्तारी यज्ञ कर्म कांडे जे कथा निजे तोले पशुक प्राय करी आस देवे करती अनगास आदित्य मार्गे विद्या कर्मी लाभ अलाभे चित्ते शक्ति स्थापी पशु हिंसने दृढ़ चित्ते अज्ञान बले मोहिते अशेष ज्ञान कर्म करी ए रुद्र भाव नआ धरी देवी प्रवृत्त धर्म हेतु अशेष फल हेतु चित्तेन्द्रिय देवनु चातक प्राय श्रमे भ्रमय परलोक अधूर मार्गे रीतिरोक हेमंत साप देवा काले से नंदीश्वर कोप नले मृग से सभा मधे थिला नंदी वचन शुणिले दक्षर मते पक्ष धरी हृदय विषय कोप करी से शिव व्रत ए जगते करिब शिव रायते से ब्रह्मदंड दूरताय स्वभावे भृगु महाशय मोहर शास्त्र अनादि धरी पाषाण्ड हेतु तम धरी
ଚକ୍ଷେରେ ଜଳ ହସ୍ତେ ଘେନି ସଭା ମଧ୍ୟରେ ଉଚ୍ଚ ବାଣୀ କହଇ ହସ୍ତେ ଜଳ ଧରି ହୃଦୟ କୋପ ନଳ ଭରି ଅସୁରୀ ପୁତ୍ର ନଷ୍ଟ ବୁଝି ପାଷାଣ୍ଡ ଗଣ ସେ ପ୍ରସିଦ୍ଧି ଭୂଷଣ ଜଟା ଭସ୍ମ କ୍ଷୀର ପୂଜନ୍ତି ଦୃଢ଼ ମସ୍ତି ବହନ୍ତି ଶିବା ଦୀକ୍ଷା ଗୃହେ ହୃଦେ ଦେବା ବ୍ରହ୍ମା ବ୍ରାହ୍ମଣ ନିନ୍ଦା କରି ନିରତେ ଶିବ ଦୀକ୍ଷା ଧରି ଶିବର ପଥ ସନାତନ ଦେବା ଆଚରିବ ଜନ ମତେ ପାଷାଣ୍ଡ ଗତି ହେଉ ବିଷ୍ଣୁ ନିନ୍ଦନ ଜ୍ଞାନ ବହୁ ଏମନ୍ତେ ବିଭୁ ବାକ୍ୟ ଶୁଣି ସଭାର ମଧ୍ୟ ସୁର ପାଣି ବିମାନ ମଧ୍ୟ ବେଗେ ଉଠି ଅନଳ ପ୍ରାୟ ପୂର୍ବ ଦୃଷ୍ଟି ଶିବଗଣକୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନ ଭାଗେ ଶିବଗମନେ ମୁନିଗଣେ আগমনে গম প্রমাণে সহস্র মুনি মেঠ গণে যজ্ঞ বিধান প্রমাণে বিষ্ণুর পূজা বিধি সারি জগাভূত সুতে স্নান করে জহ্নাবি জলে করি স্নান পিতৃ গমিলে যথাস্থান সে ব্রহ্মযজ্ঞ নাম স্তুতে ভাষ প্রভাস প্রভাদে ভাগবতে চতুর্থ স্কন্ধ সে উদিত হরিভকত জনহিত বিষ্ণুর চরিত সুদসার হই জগন্নাথ দাস ইতি শ্রীমদ্ভাগবত মহাপুরাণে সহিতায় বৈশিক চতুর্থ স্কন্ধ হর প্রজাপতি সম্বন্ধে নাম দ্বিতীয় অধ্যায়।